ନାଇଁ ନାଇଁ ଭୟ ନାହିଁ କିନ୍ତୁ ଇଚ୍ଛା ଶକ୍ତି ନାହିଁ। ଆମର କୌଣସି ସରକାରଙ୍କ ଇଚ୍ଛା ଶକ୍ତି ନାହିଁ ଯେ ଆମ ମାନେ ସଂସ୍କୃତି ଆମ କଳା ଆମର ଫିଲ୍ମକୁ ଡେଭଲପମେଣ୍ଟ କରିବା ପାଇଁ ଯଦି ଇଚ୍ଛା ଶକ୍ତି ଥାନ୍ତା ଦେଖନ୍ତୁ ସବୁ ଜାଗାରେ ମାନେ ଗୁରୁତ୍ୱ ଦିଆଯାଉଛି ସବୁ ଜାଗାରେ ମାନେ ସବୁ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଇମ୍ପୋର୍ଟାନ୍ସ ଦିଆଯାଉଛି ଦେଖନ୍ତୁ ବର୍ତ୍ତମାନ ମୋର ତ ଧାରଣା ବୋଧେ କେବଳ ସାଉଥରେ ଯେକୌଣସି ଫିଲ୍ମ ପଡ଼ୁ ଲୋକ ଦେଖିବେ ଆଉ ଲୋକଙ୍କର 5ଟି 10ଟି ଶୋ ଚାଲୁଛି ଏବଂ ତାଙ୍କର କ'ଣ କି ମାନେ ତାଙ୍କ ନିଜ ଲାଙ୍ଗୁଏଜ ନିଜ ଭାଷା ନିଜ ଫିଲ୍ମ ପ୍ରତି ଗୋଟେ ପ୍ରେମ ଅଛି ଭଲ ପାଇବା ଅଛି ସେମାନେ ଦେଖୁଛନ୍ତି ସେଇଟା ଗୋଟେ ତାପରେ ଆମ ଲୋକ ବି ବେଳେବେଳେ କ'ଣ ହୁଏ କି ଲୋକମାନେ ଟିକେ ଆମ ନିଜ ଲାଙ୍ଗୁଏଜ ଅପେକ୍ଷା ପର ଅନ୍ୟ ଲାଙ୍ଗୁଏଜକୁ ବହୁତ ଭଲ ପାଆନ୍ତି ମୁଁ ଅନୁରୋଧ କରୁଛି ଯେ ନିଜ ମାଆକୁ ଭଲ ପାଆନ୍ତୁ ନିଜ ଭାଷାକୁ ଭଲ ପାଆନ୍ତୁ ନିଜ ଚଳଚ୍ଚିତ୍ରକୁ ଭଲ ପାଆନ୍ତୁ କାରଣ ଦେଖନ୍ତୁ ଆପଣ ଅନ୍ୟ ଲାଙ୍ଗୁଏଜ ଦେଖିପାରିବେ କିନ୍ତୁ ଆମ ଲାଙ୍ଗୁଏଜର ଫିଲ୍ମଟା ବହୁତ କମ୍ ହେଉଛି ତାକୁ ଯଦି ପ୍ରୋତ୍ସାହନ ନ ଦେବେ ଯଦି ମରିଯିବ ତାହେଲେ ଆଉ ତାପରେ ଲାଷ୍ଟକୁ କ'ଣ ଯେଉଁ ମ୍ୟୁଜିୟମରେ ରହିଲା ଭଳିଆ ଆମକ ଫିଲ୍ମ ହେଇଥିଲା ଓଡ଼ିଆ ଫିଲ୍ମ ହେଉଥିଲା ଏ ଲାଙ୍ଗୁଏଜଟା ନ ରହୁ ଆମେ ଚେଷ୍ଟା କରିବା କେମିତି ଆମର କଣ୍ଟିନ୍ୟୁଟି ରହୁ ଆମର ଆମେ ବର୍ଷକୁ 35-36ଟା ଫିଲ୍ମ କରୁଥିଲୁ ଏବେ 54-55ଟି କଲେ ଆମେ ଚେଷ୍ଟା କରିବା ଯେମିତି ମାନେ 100ରୁ ଅଧିକା ଫିଲ୍ମ ବର୍ଷକୁ ରିଲିଜ୍ ହେଉ ଲୋକମାନଙ୍କ ପାଖରେ ପହଞ୍ଚୁ ସେଇ ଆଶ୍ୱାସନା ଦିଅନ୍ତୁ ସରକାର ଏବଂ ଦର୍ଶକ ବି ସେଇ ଆଶ୍ୱାସନା ଦିଅନ୍ତୁ ମାନେ ସପୋର୍ଟ ଦିଅନ୍ତୁ ଯେ ଓଡ଼ିଆ ଫିଲ୍ମ ଦେଖିବେ ବୋଲି ଭଲ ଫିଲ୍ମ ତ ହେଉଛି ହେଉନି ବୋଲି ନୁହେଁ କାରଣ ଦେଖନ୍ତୁ ମୁଁ ଏବେ ଯେଉଁ ଟ୍ରେଣ୍ଡ ଚାଲିଛି ବର୍ତ୍ତମାନ ଆମର ଦମନଠୁ ଆରମ୍ଭ ହେଲା ପ୍ରତୀକ୍ଷା ଦମନ ବୋଉ ବୁଟୁ ଭୂତ ଆମର ଅନନ୍ତା ଚାଲିଛି ଏବେ ବି ଚାଲିଛି ଚାରିଧାମ ହଉ ଚ୍ୟାଲେଞ୍ଜ ହଉ ସବୁ ଫିଲ୍ମ ମାନେ ଗୋଟେ ଗୋଟେ ଭଲ ପକେଟ୍ ଦେଇଛି ମାନେ ଅଡ଼ିଏନ୍ସ ଦେଇଛି ଏବଂ ଭଲ ରେଭିନ୍ୟୁ ବି କଲେକ୍ସନ୍ କରିଛି ତେଣୁ ରେଭିନ୍ୟୁ କଲେକ୍ସନ୍ କରିବ ଆପଣମାନେ ସପୋର୍ଟ ଦିଅନ୍ତୁ।